ମାନେ କୌଣସି କାର୍ଯ୍ୟ ସମ୍ପାଦନ କରିବା ପାଇଁ ପଦବୀର ଆଶା ନ କରୁ। ମୁଁ କହିବା ପାଇଁ ଚାହେଁ ଆମମାନେ କୌଣସି କାର୍ଯ୍ୟ ସ୍ୱେଚ୍ଛା ଭାବରେ କରିବାକୁ ପଡ଼ିବ। ପଦବୀରେ ଥାଇ ମୁଁ କରିବି ବୋଲି ଆଶା କରିବା ଏହା ହୁଏତ ଅନୁଚିତ। ଆମମାନେ ଯଦି ବାଇବଲରୁ କିଛି ଦେଖିବା, ମୋଜେସ୍ ଯାହାଙ୍କୁ ମୋଶା କୁହାଯାଏ, ସେ ବ୍ୟକ୍ତି ଯେତେବେଳେ କି ମିଶରରେ ଇସ୍ରାଏଲୀୟ ଲୋକମାନେ ବନ୍ଦୀ ଅବସ୍ଥାରେ ଥିଲେ, ସେତେବେଳେ ପରମେଶ୍ୱରଙ୍କର ଯୋଜନା ଅନୁସାରେ ତାଙ୍କୁ ପରମେଶ୍ୱର ଆହ୍ୱାନ କରୁଅଛନ୍ତି ଯେ ଇସ୍ରାଏଲୀ ଲୋକମାନଙ୍କୁ ମୋଶା ମିଶର ଠାରୁ ବାହାର କରି ଆଣିବେ। ସେହି ସମୟରେ ଏହି ମୋଶା ନିଜକୁ କ'ଣ ଭାବୁଛନ୍ତି? ସେ କ'ଣ ଗର୍ବ କରୁଛନ୍ତି କି? ସେ କ'ଣ ଏତେ ଲକ୍ଷ ଲକ୍ଷ ଲୋକମାନଙ୍କର ନେତୃତ୍ୱ ନେବେ?